ସମସ୍ତଙ୍କୁ ମୋର ନମସ୍କାର। ଆଜି ହେଉଛି 12 ଜାନୁଆରୀ 2026 ମସିହା। ଆପଣ ଦେଖିପାରୁଥିବେ ଆମେ ବର୍ତ୍ତମାନ ପାଇଁ ଉପସ୍ଥିତ ଅଛୁ ଓଡ଼ିଶା କର୍ମଚାରୀ ପ୍ରବଳନ ଆୟୋଗ ଆଗରେ। ଆଜି ଭୁବନେଶ୍ୱରରେ ଟେମ୍ପରେଚର ଚାଲିଛି 16 ଡିଗ୍ରୀ ଟେମ୍ପରେଚର। ଆପଣମାନେ ସମସ୍ତେ ଦେଖିପାରୁଥିବେ ଏଠି 16 ଡିଗ୍ରୀ ଟେମ୍ପରେଚର ବର୍ତ୍ତମାନ ଚାଲିଛି ଭୁବନେଶ୍ୱରରେ। ଏହି 16 ଡିଗ୍ରୀ ଟେମ୍ପରେଚରରେ ଏଠି ଧାରଣା ଦେଉଛନ୍ତି ଆମର ଜେଇ ପରୀକ୍ଷାର୍ଥୀଗଣ। ଆପଣମାନେ ଦେଖିପାରୁଥିବେ ଜେଇ ପରୀକ୍ଷାର୍ଥୀଗଣ କେମିତି ରାଜରାସ୍ତାରେ ଧାରଣା ଦେଇଛନ୍ତି ଆଉ ଏ ତମ୍ବୁ ତଳେ ଶୋଇଛନ୍ତି। ଶୀତର କାକରରେ ଥଣ୍ଡାର ଲହରୀରେ କେମିତି ଗୋଟେ ପରୀକ୍ଷାର୍ଥୀ ପାଠ ପଢ଼ି ଆଜି ରାଜରାସ୍ତାରେ ପହଞ୍ଚିଛି, ତାର ଏଭଳି କାରଣ କେମିତି ହେଲା? ଓଡ଼ିଶା କର୍ମଚାରୀ ପ୍ରବଳନ ଆୟୋଗ, ଯାହାକୁ ଆମେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ କହୁଛୁ, ତା ଆଗରେ ଧାରଣା କ'ଣ ପାଇଁ ଦେଇଛନ୍ତି ଆମର ଜେଇ ପରୀକ୍ଷାର୍ଥୀଗଣ? ଆସନ୍ତୁ ଜେଇ ପରୀକ୍ଷାର୍ଥୀଗଣଙ୍କ ମୁଖରୁ ଶୁଣିବା। ଆଉ ତା ପୂର୍ବରୁ ଆମର ଏଇ ଜେଇ ପରୀକ୍ଷାର୍ଥୀ ବିଗତ 7 ତାରିଖ ରାତିରୁ ଦିନ ରାତି ତମାମ ଆଜିକୁ 5 ଦିନ 5 ରାତି ହେଇଯିବ ପ୍ରୋଟେଷ୍ଟରେ ଧାରଣାରେ ବସିଛନ୍ତି ଏବଂ ତାଙ୍କ କଥାକୁ ଏଠି କେହି ଶୁଣିବାକୁ ଏଠି କେହି ନାହାନ୍ତି। ଏଠି ଯେମିତି ସମସ୍ତେ ଶୀତ ଥଣ୍ଡା କାକରରେ କମଳ ତଳେ ଶୋଇପଡ଼ିଛନ୍ତି। କେବେ ୟାଙ୍କୁ ନ୍ୟାୟ ମିଳିବ? କେବେ ୟାଙ୍କର ନିଦ ଭାଙ୍ଗିବ? ଆସନ୍ତୁ ଜାଣିନେବା ଆମର ଜେଇ ପରୀକ୍ଷାର୍ଥୀଗଣକୁ। ଆଗକୁ ସେମାନେ କେତେ ଦିନ ଏ ଧାରଣାରେ ବସିବେ, କେବେ ଆସିବ ତାଙ୍କର ରେଜଲ୍ଟ, କେବେ କ'ଣ ହେବ, ସେ ନିଜ ମୁଖରେ କହିବେ। କୁହନ୍ତୁ। नमस्कार आज्ञा, मु जीवन ज्योति साहू। आमे आज को 5 दिन धरी धारणा देले सुत्ता आमको कौन भी रेस्पॉन्स मिली नहीं, ना ओएसएससी तरफ ना गवर्नमेंट तरफ। आमर आज 17 नंबर दिन आम हूँ ग्रीभांस देवा सीएमओ जो सीएमओ ग्रीभांस रिप्लाय 7 दिन रे आसी जाई थाए, किंतु सी आमको 17-18 दिन है ओएसएससी ही पेंडिंग देखा। तो ये ओएसएससी को एति रिक्वेस्ट करूँ आमको किसी रिजन दिंतु कि आमको भीतर को डाकिकी किसी कहतु। सी भी चिर निद्रा शोई जाइछंती। आउ काली हूँ सोमवार आउ ग्रीभांस डे समस्त जानी आम ग्रीभांस डे रे सबू ऑफिस को आम जाइकी आम समस्त आगे आमर ग्रीभांस रखुचु, तार भी रिप्लाय समस्ते दियंती, किंतु यही ओएसएससी केबे आमर ग्रीभांस दबो किंबा केबे आमको डाकिकी आमर डिभि रिजल्ट केबे आसीबो ताहा कहिबाकू आमे जगी बसीचु। आमर 5म दिन कंप्लीट हो गला, काली आमर 6ठ दिन। समस्ते आमको योगदान दिंतु एतिकी विनम्र अनुरोध। जी भी जो भी अच्छा भाई भौणी आमर जेई एस्पिरेंट माने समस्ते आसी आमको जोग दिंतु। काली जमीती बहुत बहुत रूप से आपड़ सपोर्ट करेंगे। आउ आमको ओएसएससी डाकिबा बाध्य हम, गवर्नमेंट भी आमको रिप्लाय देवाई बाध्य हम। कौन पाई आमर रिजल्ट को 115 ରୁ 16 दिन हो गला, कौन पाई आमको रिजल्ट दौना? यही सब आम काली आसिले आम तांको पचारिबा। आउ समस्त को विनम्र अनुरोध, समस्ते आसी काली सपोर्ट दिंतु। एतिके आमर समस्त आह्वान रोचे। ଆପଣ ଦେଖିଲେ ଜେଇ ପରୀକ୍ଷାର୍ଥୀଙ୍କ ମାନଙ୍କର ଏକ ଦୁଃଖ ଭରା କାହାଣୀ କେମିତି ତାଙ୍କ ମୁହଁରୁ ନିଃସୃତ ବାଣୀ ଭାବରେ ଆସୁଛି। ତାଙ୍କ ଆଖିରେ ସେଇ ଦୁଃଖର ଯେଉଁ ଗଦଗଦ ଯେଉଁ ଚେହେରା ଆପଣ ଦେଖିପାରୁଥିବେ। ଆଉ ଆମେ ଏଇ ଆମର ଜେଇ ପରୀକ୍ଷାର୍ଥୀ ମାନେ ଆପଣ ଏଇଠି ଦେଖିପାରୁଥିବେ କେମିତି ପାଲ ତଳେ ଶୋଇଛନ୍ତି, ନିଜ ପରିବାରକୁ ଛାଡ଼ିକିରି, ନିଜର ଭୋକ ନିଦ୍ରାକୁ ଛାଡ଼ିକିରି, ନିଜର ଖୁସିକୁ ଛାଡ଼ିକିରି। ଏତେ ପାଠ ପଢ଼ିଲା ସତ୍ତ୍ୱେ ମଧ୍ୟ ଏତେ ଦୁଃଖ ପରିଶ୍ରମର ଦିନ କେବେ ଅନ୍ତ ହେବ ତାହା ମଧ୍ୟ କେହି ଜାଣିନାହାନ୍ତି। ଆମେ ଏବେ ଆସିବା ଦେଖିବା ପାଲ ତଳେ କିଭଳି ଭାବରେ କେତେ ଦୁଃଖ କଷ୍ଟରେ ପିଲାମାନେ ରାତ୍ରି ଯାପନ କରୁଛନ୍ତି। ଏଇଠି ପରୀକ୍ଷାର୍ଥୀମାନେ ରାତ୍ରି ଯାପନ କରୁଛନ୍ତି, ପରୀକ୍ଷାର୍ଥୀମାନେ କେତେ ଦୁଃଖରେ ଅଛନ୍ତି ତାହା ଆପଣ ଏଇ ଭିଡ଼ିଓ ମାଧ୍ୟମରେ ଦେଖିପାରିବେ। ଆପଣ ଦେଖନ୍ତୁ ଇଏ ପାଲ ତଳେ କେମିତି ଆମର ଭାଇ ବନ୍ଧୁମାନେ ଏମିତି ସବୁ ଶୋଇଛନ୍ତି। ଏଠି ଝିଅମାନେ ଶୋଇଛନ୍ତି ଏବଂ ଏ ଝିଅମାନେ ଏଠି ଆମର ଭାଇମାନେ ନିଶ୍ଚିନ୍ତ ଭାବରେ ଦେଖିପାରୁଥିବେ ଏଠି ବହୁ ମାତ୍ରାରେ ଯୋଗଦାନ ଦେଇଛନ୍ତି। ରାସ୍ତା କଡ଼ରେ ସମସ୍ତେ ପଡ଼ି ରହିଛନ୍ତି ଏବଂ ଏ ରାସ୍ତା କଡ଼ରେ ସାପ ବେଙ୍ଗ ଏବଂ ପଶୁଜନ୍ତାକୁ ଖାତିର ନ କରି ଆଜି ଏ ଓଏସଏସସି ସାମ୍ନାରେ ସମସ୍ତେ ଧାରଣା ଦେଇଛନ୍ତି। ଏ ଓଏସଏସସି ଏମାନଙ୍କର ଦୁଃଖ କେବେ ଦୂର କରିବ, ଏ ସରକାର ଏ ପିଲାମାନଙ୍କର ଦୁଃଖ କେବେ ଦୂର କରିବ ତାହା କେହି ଜାଣିନାହାନ୍ତି। ସମସ୍ତେ ଅନିଶ୍ଚିତତାର ସହିତ ଅଛନ୍ତି ଏବଂ ସମସ୍ତଙ୍କୁ ରିକ୍ୱେଷ୍ଟ, এই ଅଫିସ୍ ଆଗରେ ଯେଉଁ ଧାରଣା ଦିଆଯାଇଛି ସେଠି ପୋଲିସ ଭାଇ ବନ୍ଧୁମାନେ ଜଗିଛନ୍ତି। ତା ଆଗରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ସେମାନଙ୍କର ଗୋଟେ ଧାରଣା ଜାରି ରଖିଛନ୍ତି, ସେମାନଙ୍କର ରେଜଲ୍ଟ ବି ବାହାରୁନି ଏବଂ ଏସବୁର ଅନ୍ତ ଜଲ୍ଦି ହେବା ଦରକାର। ଦୟାକରି ସରକାର ଏବଂ ଆମର ସମସ୍ତ ଓଡ଼ିଶା ସରକାରବାସୀ
ଏଠି ସମସ୍ତେ ହସ୍ତକ୍ଷେପ କରନ୍ତୁ ଏବଂ ଏହାର ଅନ୍ତ କରନ୍ତୁ। କାଲି ମଧ୍ୟ 12 ତାରିଖ ହେଇଯିବ, କାଲି ସୋମବାର ଏମାନେ ଆମର ଯେଇ ପରୀକ୍ଷାର୍ଥୀମାନେ ପୁଣି ଆମର ଏଠି ଧାରଣାରେ ବସିଛନ୍ତି। ତାଙ୍କର ଏମିତି ଧାରଣା ଜାରି ରହିବ ଯେପର୍ଯ୍ୟନ୍ତ ତାଙ୍କର ଡିଭି ଲିଷ୍ଟ ପବ୍ଲିଶ ନ ହୋଇଛି ଏବଂ ଏ ଡିଭି ଲିଷ୍ଟ ଜଲ୍ଦି ପବ୍ଲିଶ ହେବା ଦରକାର। ଏବଂ କାଲି ବହୁ ମାତ୍ରାରେ ଆମର ପରୀକ୍ଷାର୍ଥୀମାନେ ସମସ୍ତେ ଏଠାକୁ ଆସିକରି ଯୋଗଦାନ କରନ୍ତୁ ଏବଂ ଏଇସବୁ ଯେଉଁ ଆମର ଚାଲିଛି ଧାରଣାକୁ ତା ଫଳପ୍ରଦ କରନ୍ତୁ। ଏଠି ଆମର ଯେଉଁ ଯେଇ ପରୀକ୍ଷାର୍ଥୀମାନେ ରାତ୍ରି ଯାପନ କରୁଛନ୍ତି ଗୋଟେ ପାଲ ତଳେ, ଗୋଟେ ପତଳା ପାଲ ତଳେ ଏବଂ ଥଣ୍ଡା କାକର ଶୀତରେ, ଏଠି କାହାକୁ ଖୁସି ଲାଗୁନି କି ଏଠି କିଏ କାହା ଅହଙ୍କାରରେ ଆସି ଏଠି ତମ୍ବୁ ତଳେ କେହି କେବେ ଶୋଇନାହାନ୍ତି। ଏଠି ନିଜ ନିଜର ଦୁଃଖ କଷ୍ଟକୁ ଧରିକି ଜାବୁଡ଼ିକୁ ଛାତିରେ ଶୋଇଛନ୍ତି। ଦେଖନ୍ତୁ ଭାଇ ଆମର କେତେ କଷ୍ଟରେ ଏଠି ମାନେ ବିତଉଛନ୍ତି, ରାତ୍ରି ଯାପନ କରୁଛନ୍ତି, ଥଣ୍ଡା କାକରରେ ଆସିଛନ୍ତି। ଏ ସମସ୍ତଙ୍କୁ ନ୍ୟାୟ ମିଳିବା ଦରକାର। ଯେତେ ଶୀଘ୍ର ହେବ ଏମାନଙ୍କୁ ନ୍ୟାୟ ମିଳିଲେ ଏ ରାଜରାସ୍ତାରୁ ସେମାନଙ୍କୁ ମୁକ୍ତି ମିଳିବ। ଯେଉଁ ଯେଇ ପରୀକ୍ଷାର୍ଥୀ, ଯେଉଁ ଜୁନିୟର ଇଞ୍ଜିନିୟର ଇଏ ରାସ୍ତା ବନେଇବାରେ, ଇଏ କନଷ୍ଟ୍ରକ୍ସନରେ ତାର ସବୁଠାରୁ ଶ୍ରେୟହସ୍ତ, ସେଇ ଯେଇ ମାନେ ଆଜି ଦିନ ସେଇ ରାସ୍ତା କଡ଼ରେ ଆସି ପଡ଼ିଛନ୍ତି। ଏହା ସମ୍ପୂର୍ଣ୍ଣ ଭାବରେ ଏକ ଦୁଃଖ ଭରା କାହାଣୀ, ଏକ ହୃଦୟ ବିଦାରକ କାହାଣୀ। ଏସବୁର ଜଲ୍ଦି ଅନ୍ତ ହେବା ଦରକାର। ଧନ୍ୟବାଦ।